ଯେ ଚାରି ଦିଗରେ ଚହଳ ପଡ଼ିବ, ଚିହ୍ନା ସଙ୍ଗେ ଆଦ୍ୟ ସମର ହେବ, ଚାକିରିଆ ମାନେ ଫେରସ୍ତ ହେବେ, ଚୋର ମାନେ ଅତି ପ୍ରବଳ ହେବେ। ସଂସାରରେ ପ୍ରବଳ ଚୋରି ବୃତ୍ତି ବଢ଼ିବ। ଆପଣ କେଉଁଠି ଦେଖନ୍ତୁ ବେଶୀ ଚୋରି ତ ଆପଣ ଟାଉନ ବଜାର ନୁହଁ, ଗାଁରେ ବେଶୀ ଚୋରି, ଗାଁ ଗଣ୍ଡାରେ ବେଶୀ ଚୋରି। ଟାଉନ ବଜାର ରକ୍ଷଣାବେକ୍ଷଣ ଗାଡ଼ି ଥୋଇ ଦେଇକି ଆପଣ ପଳାନ୍ତୁ, ରାତିରେ ଗାଡ଼ି ରହୁଛି ବାହାରେ। କଟକ ଭୁବନେଶ୍ୱର ଦେଖିବେ, କଟକ ଭୁବନେଶ୍ୱରରେ ବାହାରେ ସବୁ କାର୍ ଫାର୍ ଥୋଇ ଦେଉଛନ୍ତି ନା ଆଉ ଅନେକ। କିନ୍ତୁ ଗାଁ ଗହଳି ଯାଆନ୍ତୁ, ଆପଣ କେଉଁ ଗାଁରେ ଯଦି ଗାଡ଼ି ଗୋଟେ ଥୋଇଥିବେ, କାର୍ ଥୋଇଛନ୍ତି, ରାତିରେ ଶୋଇପଡ଼ିଛନ୍ତି, ସକାଳୁ ଉଠିଲା ବେଳକୁ ତା ହେଡ଼ ଲାଇଟ୍ ନଥିବ, ତା ଲାଇଟ୍ ଭାଙ୍ଗିକି ନେଇକି ପଡ଼ି ଯାଇଥିବେ। ଇତି ଚୋରି ବୃତ୍ତି ଗାଁରେ ବଢ଼ିବ। ବୋଲିଏ ମହାପୁରୁଷ ଅଚ୍ୟୁତାନନ୍ଦ ଜି କି। ତେଣୁ ହି ସୁଧି ଜନେ ଜ୍ଞାନୀ ଗୁଣୀ ମଣ୍ଡଳୀ ଆମେ ଆଲୋଚନା କରୁଥିଲେ। ଆଜିର ମାଳିକା ବଚନର ବିଷୟ କ'ଣ ନା ତୃତୀୟ ବିଶ୍ୱଯୁଦ୍ଧ ସମ୍ପର୍କରେ ପଞ୍ଚସଖା ମାନେ ମାଳିକାରେ କ'ଣ ସବୁ ଲେଖିଛନ୍ତି, ଇଏ ହବ କି ନେ ହବନି। ତୃତୀୟ ବିଶ୍ୱଯୁଦ୍ଧ ବୋଲେ ଚୋର ମାନେ ଅତି ପ୍ରବଳ ଆଜି ହେଇଛନ୍ତି। ଆଉ ଚୌହାନ ଥିବ ସେ ଦେଶେ, ଯେ ସେଇ ଦେଶରେ ଚୌହାନ ଥିବ ଯୁଦ୍ଧ କରିବ। ଚୌହାନ ଥିବ ସେ ଦେଶରେ, କୋଉ ଦେଶରେ? ଚାଇନା ଦେଶରେ, ବୁଝିଲେ। ଚୌହାନ ଥିବ ସେ ଦେଶେ, ଯେ ଚରଣ ଚୁତିଆ ଭୁରି ଶ୍ରବା ସେତ ଜନମ ଅସୁର ଦେଶେ, ଯେ ଚରଣ ଚୁତିଆ କି ଭୁରି। ଚାଇନା କାହିଁକି ଭାରତ ଉପରେ ଆକ୍ରମଣ କରିବ ଜାଣିଛନ୍ତି? ଭଲ କି ମନ ଦେଇକି ଶୁଣନ୍ତୁ ଏ କଥା। କାହିଁକି ଆକ୍ରମଣ କରିବ ଚୀନ ଭାରତ ଉପରେ? ତା ସାମାଜିକ ଦୃଷ୍ଟିକୋଣରୁ ଅନେକ କାରଣ ଥାଇପାରେ, କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିକୋଣ ଦେଖିବା ଯଦି ପୁରାଣକୁ ଯଦି ଚାଲିଯିବା, ତାହେଲେ ପୁରାଣରେ ମହାଭାରତ ପୁରାଣକୁ ଯଦି ଯିବେ, ସେ ମହାଭାରତରେ ବର୍ଣ୍ଣିତ ହେଇଅଛି ଯେତେବେଳେ ଭୀମର 52 ଭାର ଗଦା ପ୍ରହାରରେ କୌରବମାନଙ୍କର ଅନେକ ଭାଇମାନେ ବିନାଶ ହେଇଗଲେ, 99 ଭାଇ ବିନାଶ ଗଲେ। ଭୀମର ଗଦା ପ୍ରହାରରେ କୌରବମାନଙ୍କର 99 ଭାଇ ଗଲେ। ଏଇ ସମୟରେ ଦୁର୍ଯ୍ୟୋଧନ ଦେଖିଲା, ନା 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 ନା, ଶକୁନି କହିଲା ସବୁବେଳେ ମୋ କଥା ମାନିଚରେ ବାବା, ଗୋଟିଏ କଥା ମାନେ, ମୁଁ ତ ଆଜି ମୃତ୍ୟୁ ମୋତେ ଦେଇଛନ୍ତି ପାଣ୍ଡବ ମାନେ, ମୋତେ ଏଇଭଳି କ୍ଷତ ବିକ୍ଷତ କରିଛନ୍ତି, ଆଉ ବଞ୍ଚିବା ମରିବା ସହିତ ମୁଁ ଯୁଝୁଛି, ମରିବି ମୁଁ, ଆଉ ବଞ୍ଚି ରହିପାରିବିନି। କିନ୍ତୁ ମଲା ପୂର୍ବରୁ ଗୋଟିଏ କଥା ମୋର ମାନିବରେ ଧନ, ନା କ'ଣ ନା ତୁ ଏଠୁ ପଳା, ପାଣ୍ଡବ ମାନେ ତତେ ଛାଡ଼ିବେନି, ତତେ ମାରିଦେବେ। ଏଠୁ ପଳା ବ୍ୟାସ ସରୋବରକୁ, ଜଳ ସମାଧି ନେବୁ, ସେଠି ସାଧନା କରିବୁ, ପୁଣି ବଳ ପ୍ରାପ୍ତ କରିକି ଆସିବୁ, ଯୁଦ୍ଧ କରିବୁ, ପ୍ରତିଶୋଧ ନେବୁ, ପ୍ରତିକାର କରିବୁ। ଶକୁନିର ଏଇ କଥାଟିକୁ ମାନି ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଯାଇକି ଲୁଚି ରହିଲା। ଏଇ ସମୟରେ ହେ ଜ୍ଞାନୀ ଗୁଣୀ ମାନେ ଭୂରିଶ୍ରବା ଯାଇକି ପହଞ୍ଚିଗଲା। କହିଲା କିଓ ଏଠି କ'ଣ ଅଛ? କହୁଥିଲ ଏତେ ବଡ଼ ତୁମେ ଯୋଦ୍ଧା, ଏତେ ବଡ଼ ବୀର, ତୁମର ଗଦାର ଭାର ହେଉଛି 72 ଭାର, ଭୀମନ ଠାରୁ ତୁମେ ବହୁତ ବଳିଆନ, ଏକୁଟିଆ ମହାଭାରତ ଯୁଦ୍ଧରେ କୌରବମାନଙ୍କୁ ପାଣ୍ଡବମାନଙ୍କୁ ବିନାଶ କରିବ, ଯୁଦ୍ଧ ଶେଷ କରିଦେବ, କିଓ ଏଠି କ'ଣ ଆସିକି ନୁଚିଛ? ଦୁର୍ଯ୍ୟୋଧନ କହିଲା ହେ ଭୂରିଶ୍ରବା, କାହିଁକି ତୁ କଟା ଘାରେ ଚୂନ ଦଉଛୁ? କଟା ଘାରେ କାହିଁକି ତୁ ଚୂନ ଦଉଛୁ? ମୁଁ ଯନ୍ତ୍ରଣା ଛଟପଟ ହଉଛି, ବହୁତ କଷ୍ଟରେ ମୁଁ ଅଛି। ଏରେ ଜାଣିଛୁ, ମୁଁ ଭୀଷ୍ମକୁ କଲି ସେନାପତି, ଦ୍ରୋଣକୁ କଲି ସେନାପତି, କର୍ଣ୍ଣକୁ କଲି ସେନାପତି, ଶଲ୍ୟକୁ କଲି ସେନାପତି, ଇଏ ସମସ୍ତଙ୍କୁ ସେନାପତି କରି ମୁଁ ଆଜି ପଶ୍ଚାତାପ କରୁଛି। କାହିଁକି ନା ଏଇଥିପାଇଁ ପଶ୍ଚାତାପ କରୁଛି, କେହି ମୋତେ ବିଜୟ ଦେଇପାରିଲେ ନାହିଁ। କିନ୍ତୁ ଯଦି ତୋ ଉପରେ ମୋର ବିଶ୍ୱାସ ଥାନ୍ତା, ଭରସା ଥାନ୍ତା, ତତେ ଯଦି ମୁଁ ସେନାପତି କରିଥାନ୍ତି, ତୁ ଶିବଙ୍କ ବଳରେ ବଳିଆ, ଶିବ ତତେ ବର ଦେଇଛନ୍ତି, ତୋ ମସ୍ତକରେ ଯେ ପର୍ଯ୍ୟନ୍ତ ପଗଡ଼ି ଏବଂ ଆଉ କ'ଣ ଟାହିଆ ଥିବ, ସେ ପର୍ଯ୍ୟନ୍ତ ଯୁଦ୍ଧରେ ତତେ କେହି ହରେଇ ପାରିବେ ନାହିଁ। ତତେ ସେନାପତି କରିଦେଇଥିଲେ, ଯୁଦ୍ଧ ମୁଁ ଜିତେନି, ଆଉ ତାଙ୍କୁ କରିକି ମୁଁ ପଶୁଛି ଆଜି ତ ମଥାରେ ମୁଁ ତିଳକ ଦେଇଦେଉଛି, ତତେ ସେନାପତି ପଦରେ ଅଭିଷିକ୍ତ କଲି, ଯା ପାଣ୍ଡବମାନଙ୍କୁ ବିନାଶ କରି ମୋତେ ବିଜୟ ଶ୍ରୀ ଦେ, ମୋତେ ଯୁଦ୍ଧରେ ଜିତା। ଭୂରିଶ୍ରବା ଗଲା, କହିଲା ହଉ ହଉ ମୁଁ ଯାଉଛି, ରୁହ। ଟାହିଆ ବାନ୍ଧିଲା, ମୁଣ୍ଡରେ ବାନ୍ଧିଲା ବେଳକୁ ପସନ୍ଦ ହେଲାନି, ପଗଡ଼ି ବାନ୍ଧିଲା, ପୁଣି ଖୋଲିଲା, ନାଇଁ ଏମିତି ବାନ୍ଧିଲା ବେଳକୁ ପସନ୍ଦ ହେଉନି। ଘୋଡ଼ା ଗୋଟେ ନେଇକି ରଥରେ, ଯେତେବେଳେ ଯେଉଁ ଘୋଡ଼ାରେ ଯିବ ଯୁଦ୍ଧ କରିବାକୁ, ଯେଉଁ ରଥରେ ବସିକି ଯିବ, ରଥରେ ନେଇକି ଘୋଡ଼ା ଯୋଚିଲା, ନାଇଁ ଏଇଟା ଦୁର୍ବଳିଆ ଦେଖାଯାଉଛି, ଆ ସଙ୍ଗେ ମ୍ୟାଚ୍ କରୁନି, ତାକୁ ଖୋଲି ଦେଇକି ଆଉ ଗୋଟେ ଘୋଡ଼ା ଯୋଚିଲା ରଥରେ। ଏଇଭଳି ଯଦି ମହାଭାରତ ଯୁଦ୍ଧ ଶେଷ ହେଇଗଲା, କୁରୁପତି କୁରୁ ସାଇଁ କୋପ କଲା, ଦୁର୍ଜନ ଲାଗିଲା, କହିଲା ଠିକ୍, ଯଦି ତତେ ସେନାପତି କରିଥାନ୍ତି ପ୍ରଥମ ଆଜି ଆହୁରି ପସ୍ତେଇଥାନ୍ତି। ହେ ଜ୍ଞାନୀ ଗୁଣୀ ମଣ୍ଡଳୀ, କାହିଁକି କଥା ଆମେ କହୁଛୁ ନା ସେଇ ଭୂରିଶ୍ରବା, ସେ ଜନ୍ମ ହେଇଛି ଚାଇନାରେ। ଦୁର୍ଯ୍ୟୋଧନ ତାକୁ
सेनापति पदर अभिषिक्त करछि से युद्ध करनी हेमंत काल रे कहूची बाबूरे बुझी जीव लीला भले भारत परे चिन्ना देव धाड़ी निश्चय जवन तुले निश्चय जवन तुले सुजने निश्चय जवन तुले निश्चय जवन तुले सुजने निश्चय जवन तुले हेमंत काल रे कहूची बाबूरे बुझी जीव लीला भले अच्युतानंद कहले रामचंद्र रे यही समय रे मु कहूची तते बुझी जीव की लीला सब हेबो नाई भारत परे चिन्ना देव धाड़ी निश्चय जवन तुले भारत सहित भारत पर चाइना आक्रमण करिब निश्चय जवन तुले मुसलमान कंट्री अर्थात जवन कंट्री सहित मिसी भारत उपरे चीन आक्रमण करिब अच्युतानंद महापुरुष मालिकार सही कथा लिखिले बोले एथको विचारी शासन कर एथको विचारी शासन कर केतुमाला ठारे आशा न कर केतुमाला ठारे आशा न कर विश्वासघात कटई चिन्ना विश्वासघात कटई चिन्ना चोटी काटी देव से बेले सीना चुटी काटी देव से बेले सीना कथा तू मने घेन जे जो पाप कर्म नयने देखिब शुणित नथिब कान जे जो पाप कर्म नयने देखिब शुणित नथिब कान जे तृतीय विश्वयुद्ध संपर्क कहउछनि अच्युतानंद महापुरुष बोले एथको विचारी शासन कर केतुमाला ठारे आशा न कर केतुमाला कोउटा ना हिमालयर पूर्व पटटा होची केतुमाला बुझिले मान सरोवर आपण अछि जानिछनि चाइना अधीनस्थ अच्युतानंद महापुरुष कहले बोले केतुमाला ठारे आशा आउ करना नहीं चाइना नहीं आईनी आओ महापुरुष कहले कहले बाबू रे विश्वासघात कटई चिन्ना चोटी काटी देव से बेले सीना जेते संपर्क आम विभिन्न प्रकार जोड़िया को चाहिए से सहज कथा नुह से विश्वासघात आओ ये कथा को मने घेन जे जो पाप कर्म नयने देखिब शुणी तो नथिब कान जे सेतबेले एभली पाप कर्म देखिब कान रे शुणी नथिब बुझिले ये समय आगु आस तृतीय विश्वयुद्ध बाबरे महापुरुष कहते द्वार देश में छेड़ा होइछे आउ ये विषय मालिकार या लिखा जाइए तृतीय विश्वयुद्ध विषय पंचसखा माने लिखिछन।